মানে গুড ইভিনিং, আশা করছি আপনার সমস্ত ভালো থাকবে ও পড়াপড়ি জারি রাখিবে। তো এটা আপনার আজ আমি পড়ুছি আমার পোষণর যে 10th ক্লাস লাইফ সাইন্সর চ্ୟାପ୍ଟର 1 পোষଣ বা ନ୍ୟୁଟ୍ରିସନ୍ର ଆଜି ଥାର୍ଡ଼ ପାର୍ଟ ପଢ଼ିବା ପାଇଁ ଯାଉଛି। ଯେଉଁମାନେ ବି ଫାର୍ଷ୍ଟ ଏବଂ ସେକେଣ୍ଡ ପାର୍ଟ ପଢ଼ି ନାହାନ୍ତି କି ଦେଖିନାହାନ୍ତି ଭିଡ଼ିଓ, ସେମାନେ ଯାଇକି ଆପଣମାନେ ପ୍ଲେଲିଷ୍ଟରୁ ଦେଖିପାରିବେ ଭିଡ଼ିଓକୁ। ତ ସେଇଟା ପଢ଼ିଲେ ଆପଣମାନେ ନିହାତି ଜାଣିପାରିବେ ପୋଷଣ ଫାର୍ଷ୍ଟ ପଢ଼ିବେ। ତ ଆମେମାନେ ପଢ଼ିଥିଲେ କାଲି କି ପୋଷଣ ଆମର ଆଜି ଆମେ ପଢ଼ିବା, ଦେଖନ୍ତୁ ଆଜି ଆମେ ପଢ଼ିବା পোষণর প্রকারভেদ। কালি আমি পড়িলে খাদ্যর প্রকারভেদ। দেখুন কালি আমি খাদ্যর প্রকারভেদ পড়িলি। আমার খাদ্যর প্রকারভেদরে আমার যে শ্বেতসার, পুষ্টিসার, স্নেহসার, ধাতুসার আদি জল আদি ছ প্রকার খাদ্য লা, খাদ্যর প্রকার লা। তো আজ আমি সেটা সে কেতে টাইপসর মানে পোষণর প্রকারভেদ বা টাইপস অফ পোষণ নিউট্রিশন পড়া। আমি কেতে প্রকার পোষণ আছে তার মানে আমি পড়া। দেখুন আজ আমি স্টার্ট করা। দেখুন সৌভোজী পোষণ বা অটোট্রপিক পোষণ। সৌভোজী পোষণ বা অটোট্রপিক পোষণ কাহাকে কুহযাଏ আমি আজ পড়া। যে জীব মানে নিজ খাদ্য নিজে প্রস্তুত করে পারନ୍ତି সেମାନଙ୍କୁ সৌভোজী পোষণ। দেখো সৌভোজী মানে অটো বলে হল শো, মানে নিজ খাদ্য নিজে প্রস্তুত করে পারে। যেমন ମୁଁ କହିଥିଲି ନିଜ ଖାଦ୍ୟ ନିଜେ ମାନେ ପ୍ରସ୍ତୁତ କରିପାରନ୍ତି ଗଛଲତା ବା ଗଛ ଲତା, ଏମାନେ ସବୁ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି। ତାପରେ ଯେଉଁମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ସୌଭୋଜୀ ବା ଅଟୋଟ୍ରୋପ୍ସ କୁହାଯାଏ, ତାଙ୍କୁ ଅଟୋଟ୍ରୋପ୍ସ କୁହାଯାଏ। ତାପରେ ପତ୍ରହରିତ ବା କ୍ଲୋରୋଫିଲ୍ ଥିବା ସମସ୍ତ ଉଦ୍ଭିଦ ଓ ନିରହରିତ ଶୈବାଳ, ଯାହାକୁ ସାୟାନୋବ୍ୟାକ୍ଟେରିଆ କୁହାଯାଏ, ହେଉଛନ୍ତି ସୌଭୋଜୀ। ମାନେ ପତ୍ରହରିତ ଥିବା କ୍ଲୋରୋଫିଲ୍ ଯେନ୍ ଉଦ୍ଭିଦ ବା ଗଛ ଆଉ ନିରହରିତ ଶୈବାଳରେ ସାୟାନୋବ୍ୟାକ୍ଟେରିଆରେ ଥାଏ ସେମାନଙ୍କୁ ସୌଭୋଜୀ বা অটোট্রোপ কুহযাଏ ହେଲା। ଏହି ସମସ୍ତ ଜୀବ ସୂର୍ଯ୍ୟାଲୋକର ଆଲୋକ ଶକ୍ତିକୁ ଉପଯୋଗ କରି ସବୁଜ କଣିକାର ଉପସ୍ଥିତିରେ ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ହେଲା। ତ ଆପଣ କାଲି ପଢ଼ିଥିଲେ ଖାଦ୍ୟ ଶ୍ୱେତସାର କାହିଁକି ନ ମିଳିଛି ଆପଣମାନେ କମେଣ୍ଟ ସେକ୍ସନରେ ଜଣାଇବେ। ମୁଁ କହିଥିଲି କି ଶ୍ୱେତସାର କେଉଁ ଖାଦ୍ୟରେ ମିଳିଥାଏ। ତ ଆଜି ଆମେ ପଢ଼ିବା এই ସମସ୍ତ ଜୀବ ମାନେ ପତ୍ରହରି ଥିବା ସମସ୍ତ ଉଦ୍ଭିଦ ଓ ନିରହରି ଶୈବାଳ ମାନେ ସୂର୍ଯ୍ୟ ଆଲୋକ, ମାନେ ସୂର୍ଯ୍ୟର ଯେଉଁ ଆଲୋକ ମିଳିଥାଏ ତାକୁ ଶକ୍ତି ଭାବରେ ଉପଯୋଗ କରି ସବୁଜ କଣିକାର ଉପସ୍ଥିତିରେ ଅଙ୍ଗାରକାମ୍ଳ ବା CO2 ଓ ଜଳ ମଧ୍ୟରେ ସଂଯୋଗ ଘଟେ ଏମାନେ ସବୁ ମିଶିକରି ମାନେ ଖାଦ୍ୟ ପ୍ରସ୍ତୁତ କରିଥାଏ, ଶ୍ୱେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ହେଲା। ଏହି প্রক্রিয়া আলোক শোষণ, এই প্রক্রিয়া পোষণকে সৌভোজী পোষণ কুহযাଏ। আর এই প্রক্রিয়াকে যেন কহিলি মানে আলোক সূর্যালোক অঙ্গারকাম্ল ও জল ସବୁ ମିଶିକରି ଯେନ୍ ଖାଦ୍ୟ ପ୍ରସ୍ତୁତ ହେସି ଶ୍ୱେତସାର ଜାତୀୟ, ସେଟାକେ ଆଲୋକ ଶୋଷଣ ପ୍ରକ୍ରିୟା କୁହାଯାଏ ଏବଂ ଏ ପ୍ରକାର ପୋଷଣକୁ ସୌଭୋଜୀ ପୋଷଣ କୁହାଯାଏ ହେଲା। ସୌଭୋଜୀ ପୋଷଣ କାହାକୁ କୁହାଯାଏ ବୋଲେ এটা କହିବେ, এটা ଏକ୍ସାମ୍ରେ ପଢ଼ିଲେ ଲେଖିବେ। ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ ବା ନାଇଟ୍ରିଫାଇଂ ବ୍ୟାକ୍ଟେରିଆ, ଗନ୍ଧକ ବ୍ୟାକ୍ଟେରିଆ, ସଲଫର ବ୍ୟାକ୍ଟେରିଆ, ଯେନ୍ତା ସଲଫର ବ୍ୟାକ୍ଟେରିଆ କୁହାଯାଏସି, ପରି କେତେକ ରାସାୟନିକ ସଂଶ୍ଳେଷଣ ବ୍ୟାକ୍ଟେରିଆ, କେମୋସିନ୍ଥେଟିକ୍ ବ୍ୟାକ୍ଟେରିଆ ହେଲା, ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟା। ମାନେ ଏମାନେ ହେଲା ଏକ୍ସାମ୍ପଲ୍ ହେଲା ଏମାନଙ୍କୁ। ତାପରେ ଆମେ ଆଗକେ ଯିମା। କେମିକାଲ ରିଏକ୍ସନରୁ ମିଳୁଥିବା ରାସାୟନିକ ଶକ୍ତି ଆହରଣ କରିଥାନ୍ତି ଏମାନେ ସବୁ। ମାନେ ଦେଖନ୍ତୁ এই ଯେଉଁ ଜୀବମାନେ ଗନ୍ଧକ ବ୍ୟାକ୍ଟେରିଆ ପରି କେତେକ ରାସାୟନିକ ବ୍ୟାକ୍ଟେରିଆ, ତାପରେ ଅଜୈବ ରାସାୟନିକ ପ୍ରକ୍ରିୟା, ତାପରେ ଏମାନେ ଯେନ୍ କହିସନ୍। ତାପରେ ନେକ୍ସଟ କେମିକାଲ ରିଏକ୍ସନରୁ ମିଳୁଥିବା ରାସାୟନିକ ଶକ୍ତି କେମିକାଲ ଏନର୍ଜି ଆହରଣ କରିଥାନ୍ତି। ଏହାକୁ ଦେଖନ୍ତୁ ଏହାକୁ ରାସାୟନିକ ଶ୍ଲେଷଣ ବା କେମୋସିନ୍ଥେସିସ୍ କୁହାଯାଏ। ମାନେ ଏସବୁ ଯେନ୍ ବ୍ୟାକ୍ଟେରିଆ ମାନେ କରନ୍ତି ତାହାକେ କେମିକାଲ ରିଏକ୍ସନ୍ କରି ମିଳୁଥିବା ରାସାୟନିକ ଶକ୍ତିକୁ ଆହରଣ କରିଥାନ୍ତି, ମାନେ ଆହରଣ କରିଥାନ୍ତି। ଏହାକୁ ରାସାୟନିକ ଶ୍ଲେଷଣ ବା କେମୋସିନ୍ଥେସିସ୍ କୁହାଯାଏ। ଦେଖ ରିଏକ୍ସନ୍ ମନେ ରଖିଥିବେ, এটা ଏକ୍ସାମ୍ରେ ପଢ଼ବାର ମ୍ୟାକ୍ସିମମ୍ ଚାନ୍ସ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦେଖ ଇମ୍ପୋର୍ଟାଣ୍ଟ ତ ଏଇଟା ମନେ ରଖିଥିବେ ହେଲା। 2NH3 + 3O2 নাইট্রিফাইং ব্যাকটেরিয়া 2NH, তারপরে 2 সেটা যেতবেলে রিয়েকশন হেসি NH2 দুইটা NH3 আর 3O2 মিশিকরি 2HNO2 ଆଉ 2H2O ପ୍ଲସ୍ ଏନର୍ଜି ମାନେ ବନାସି ହେଲା। ଏଇଟା ଆମେ କେମିଷ୍ଟ୍ରିରେ ଆମେ ଫିଜିକାଲ ସାଇନ୍ସରେ ଆମେ ପଢ଼ୁଛୁଁ। କେମିଷ୍ଟ୍ରି ବା ମାନେ ଯେନ୍ ଆମର ରାସାୟନିକ ବିଜ୍ଞାନରେ ଏଇଟା ପଢ଼ାଯାଏ। ତାর ମାନେ এইসব রিয়েকশন পড়া যাচ্ছে। তো এটা আমরা যেতবেলে কেমিস্ট্রি পড়া মানে ফিজিকাল সাইন্স সেতবেলে ମୁଁ ଆପଣମାନଙ୍କୁ ବୁଝେଇଦେବି ହେଲା। দুইটা H2S আর O2 আর সলফর ব্যাকটেরিয়ার রিয়েকশন হেলে দুইটা জল বা H2O, তারপর দুইটা সলফর ଆଉ এনর্জি শক্তি বাহারিଥାଏ ହେଲା। রাসায়নিক শ্লেষণ ব্যাকটেরিয়ার রাসায়নিক শক্তি আহরণ କରିଥାଏ ହେଲା। ଏବେ ଆମେ ସୌଭୋଜୀ ପୋଷଣ ପଢ଼ି ସାରିଲେ। ଏବେ ଆମେ ପରଭୋଜୀ ପୋଷଣ, ମାନେ ସୌଭୋଜୀ ପୋଷଣ ବୋଲେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିବା। ପରଭୋଜୀ ପୋଷଣ ବୋଲେ ଦେଖ ଅନ୍ୟ ଉପରେ ନିର୍ଭର করবাটা। কালি আমি কহিলি যেମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରସନ୍ ସେମାନଙ୍କୁ ସୌଭୋଜୀ ପୋଷଣ କୁହାଯାଏସି। আর যেମାନେ ଅନ୍ୟ ଉପରେ ନିର୍ଭର করସନ୍ ସେମାନଙ୍କୁ ପରଭୋଜୀ କୁହାଯାଏସି ହେଲା। ପରଭୋଜୀ ପୋଷଣ ବା ହେଟୋଟ୍ରୋପିକ୍ ନ୍ୟୁଟ୍ରିସନ୍ ହେଲା। ଯେଉଁ ଯେଉଁମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରି ନ ପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରନ୍ତି ସେମାନଙ୍କୁ ପରଭୋଜୀ ପୋଷଣ ବା ହେଟୋଟ୍ରୋପ୍ କୁହାଯାଏ ହେଲା। ଯେଉଁ ଯେଉଁମାନେ ତ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରସନ୍ ସେମାନଙ୍କୁ ତ ଆମେ ସୌଭୋଜୀ ପୋଷଣ କୁହାଯାଏସି। ତ ଯେଉଁମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ ନେଇ କରିପାରନ୍ ଅନ୍ୟ ଉପରେ ନିର୍ଭର করসନ୍ ସେମାନଙ୍କୁ পরভোজী পোষণ বা পরভোজী বা হেটোট্রোপ কুହାଯାଏ। ইংলিশ ওয়ার্ড ବି মনে ରଖିଥିବେ। ସମସ୍ତ ପ୍ରାଣୀ ମଲାଙ୍ଗ, ନିର୍ମୂଲି, ରାଫେଲିସିଆ ଆଦି ପରଜୀବୀ ଉଦ୍ଭିଦ, ପାରାସାଇଟିକ୍ ପ୍ଲାଣ୍ଟସ୍, କବକ ବା ଫଞ୍ଜାଇ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀ ଶ୍ରେଣୀଭୁକ୍ତ ଅନ୍ତର୍ଭୁକ୍ତ। ମାନେ ଉଦ୍ଭିଦ ଆଉ ନିରହରିତ ଶୈବାଳ ତ ସୌଭୋଜୀ ମାନେ ରେ ଯାଏସନ୍। ବାକି ସମସ୍ତ ପ୍ରାଣୀ ବେଲେ ଯେତେ ପ୍ରାଣୀ ଅଛନ୍ ଆମର ଦୁନିଆରେ ଆଉ ମଲାଙ୍ଗ, ନିର୍ମୂଲି, ରାଫେଲିସିଆ ଆଦି ପରଜୀବୀ, ପାରାସାଇଟିକ୍ ପ୍ଲାଣ୍ଟସ୍, କବକ ବା ଫଞ୍ଜାଇ ମାନେ ଆଉ ଅଧିକାଂଶ ବ୍ୟାକ୍ଟେରିଆ ଯେନ୍ମାନେ ଥିସନ୍ ଯେତେ ବି ଜୀବିତ ମାନେ ଜୀବଜନ୍ତୁ ସେମାନେ ପରଭୋଜୀରେ ଅନ୍ତର୍ଭୁକ୍ତ ହେଲା। ଏହି ଜୀବମାନଙ୍କ ପୋଷଣ ପ୍ରଣାଳୀ ପରଭୋଜୀ ପୋଷଣ କୁହାଯାଏ। ଏମାନେ ଯେନ୍ ଖାଦ୍ୟ କରି ସେଟା ଖାଇସନ୍ ସେଟାকে পরভোজী পোষণ কুହାଯାଏ। পরভোজী পোষণ মুখ্যতঃ 4 প্রকার ହେଲା। তারপরে আমি আজি দেখমা কি পরভোজী পোষণ মানে পরভোজী পোষণ কেতে প্রকার। দেখো আমি তো পোষণর
ପ୍ରକାରଭେଦ ପଢ଼ନା ସ୍ୱଭୋଜି ଆଉ ପରଭୋଜି ହେଲା। ଏବେ ପରଭୋଜି ପୋଷଣର ପ୍ରକାରଭେଦ ପଢ଼ମା ହେଲା। ଠିକ୍ ଅଛି, ନେକ୍ସଟ ଆମେ ଯିମା ଏବେ ଆମେ ପଢ଼ମା ପରଭୋଜି ପୋଷଣର ପ୍ରକାରଭେଦ। ଦେଖ ପରଭୋଜି ପୋଷଣର ପ୍ରକାରଭେଦ ପଢ଼ମା ଆମେ। ତ ପହିଲାଟା ହେଉଛି ପ୍ରାଣୀ ସମ ପୋଷଣ ବା ହେଲୋଜୋଇକ୍ ନ୍ୟୁଟ୍ରିସନ୍ ହେଲା। ହେଲୋଜୋଇକ୍ ନ୍ୟୁଟ୍ରିସନ୍ ପହିଲାଟା ପରଜୀବୀ ପରଜୀବୀୟ ପ୍ରାଣୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାଣୀ ଏହି ପ୍ରଣାଳୀରେ ଅନ୍ୟ ଉଦ୍ଭିଦ ବା ପ୍ରାଣୀଙ୍କୁ ସମ୍ପୂର୍ଣ୍ଣ ଅଥବା ଆଂଶିକ ଭାବରେ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ମାନେ ପରଜୀବୀ ପ୍ରାଣୀ ମାନେ ପରଜୀବୀ ପ୍ରାଣୀকে ଛାଡ଼ି ଦେଇକରି ସମସ୍ତ ପ୍ରାଣୀ ଆର୍ ବାକି ଯେନ୍ ପ୍ରାଣୀମାନେ ରହିଲେ ପ୍ରାଣୀର ଅନ୍ୟ ଉଦ୍ଭିଦ ବା ପ୍ରାଣୀକୁ ସମ୍ପୂର୍ଣ୍ଣ ଅথবা ଅଧିକାଂଶ ଭାବରେ ଖାଦ୍ୟ ଗ୍ରହଣ କରନ୍ ଯେନ୍ତା ଅଧିକ ସମ୍ପୂର୍ଣ୍ଣ ପୁରା ହିସାବରେ ଖାଇସନ୍ କିମ୍ବା ଆଂଶିକ ଭାବରେ ଖାଇଥାନ୍ତି। ଏହି ହେଉଛି ପ୍ରାଣୀୟ ବା ପ୍ରାଣୀ ସମ ପୋଷଣ ହେଲା। ଏମାନଙ୍କୁ ପ୍ରାଣୀୟ ବା ପ୍ରାଣୀ ସମ ପୋଷଣ କୁହାଯାଏ। ପରିପାକ ପରେ ସରଳୀକୃତ ଖାଦ୍ୟର ଆତ୍ମୀକରଣ ବା ଅନ୍ତଃଗ୍ରହଣ ଏସିମିଲେସନ୍ ହୋଇଥାଏ। ମାନେ ଖାଇସାରିଲା ପରେ ସରଳୀକୃତ ଖାଦ୍ୟ ଆତ୍ମୀକରଣ ବା ଅନ୍ତଃଗ୍ରହଣ ଏସିମିଲେସନ୍ ହୋଇଥାଏ। ଏହା ଶରୀର ଗଠନ ଓ ଶାରୀରିକ କାର୍ଯ୍ୟକ୍ରମ କରିବାରେ ମାନେ ଖାଦ୍ୟ ଗ୍ରହଣ କରି ସାରିଲା ପରେ ସେଟା ବଡ଼ିରେ ଯେତେବେଳେ ଡାଇଜେସନ୍ ହେଇଥାଏ ବଡ଼ିର ସବୁଆଡ଼େ ସେଟା ସବୁଆଡ଼େ ଯାଏସି ଆଉ ସେଟା ବଡ଼ିର କାର୍ଯ୍ୟକ୍ରମ କରିବା ଶକ୍ତି ଯୋଗାଇଥାଏ ହେଲା। ଏଇଟା ହେଲା ଫାର୍ଷ୍ଟଟା। ନେକ୍ସଟ ଆମେ ଯିବା ସେକେଣ୍ଡଟାକେ। ସେକେଣ୍ଡ ହେଉଛି ଦେଖ ଆମର ମୃତୋପଜୀବୀ ପୋଷଣ ବା ପାଇରୋଫାଇଟିକ୍ ନ୍ୟୁଟ୍ରିସନ୍ ମାନେ ସାପୋଫାଇଟିକ୍ ନ୍ୟୁଟ୍ରିସନ୍ ହେଲା। ମୃତୋପଜୀବୀ ପୋଷଣ ବେଲେ ଯେନ୍ମାନେ ମରିଯାଇଥିଲା ଖାଦ୍ୟ ଖାଇସନ୍ ସେଟାକେ ମୃତୋପଜୀବୀ ପୋଷଣ କୁହାଯାଏ। ମୃତୋପଜୀବୀ କୁହାଯାଏ, ସେମାନଙ୍କୁ ମୃତୋପଜୀବୀ କୁହାଯାଏ। ଯେଉଁ ପରଭୋଜି ମୃତ ଗରିତ ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟି ସାଧନ କରିଥାନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ। ମାନେ ଯେନ୍ମାନେ ମରିଯାଇଥିବା ଖାଦ୍ୟ ଯେନ୍ତା ଗଛ ମରିଯାଇଥିବା କି କିଛି ଗୋଟେ କୀଟ ପତଙ୍ଗ ମରିଯାଇଥିଲେ ଯେନ୍ମାନେ ଖାଇସନ୍ କି ଖାଇକରି ଯେନ୍ ବସନ୍ ଯେନ୍ ବ୍ୟାକ୍ଟେରିଆ ସେମାନେ ଯେନ୍ ମୃତୋପଜୀବୀ ଯେନ୍ ଜିନିଷ ବି ମରିଯାଇଛେ ସେ ଜିନିଷ ଖାଇକରି ଯିଏ ବସି ସେମାନଙ୍କୁ ମୃତୋପଜୀବୀ ବା ପାଇରୋଫାଇଟ୍ସ କୁହାଯାଏ। ଏହି ଜୀବମାନେ କଠିନ ପଦାର୍ଥ ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି ନାହିଁ। ମାନେ ଏମାନେ କେବେ ବି କଠିନ ପଦାର୍ଥ ବା ଶକ୍ତ ପଦାର୍ଥକେ କେବେ ଖାଦ୍ୟ ରୂପେ ଗ୍ରହଣ କରିପାରନ୍ତି ନାହିଁ। ସାଧାରଣତଃ ଖାଦ୍ୟ ଗ୍ରହଣ କରିବା ବେଲେ ଏମାନେ ନିଜ ହେଲା ଦେଖ ସାଧାରଣ ଖାଦ୍ୟ ଗ୍ରହଣ କରିବା ବେଲେ ଏମାନେ ନିଜ ଶରୀରରୁ ପାଚକ ରସ ବା ଡାଇଜେଷ୍ଟିଭ୍ ଜୁସ୍ କ୍ଷରଣ କରି ଶରୀର ବାହାରେ ହିଁ ଜଟିଳ ଖାଦ୍ୟ ସରଳ ଖାଦ୍ୟରେ ପରୀକ୍ଷଣ କରିବା। ଦେଖ ଆମେ ସବୁବେଳେ କଠିନ ଖାଦ୍ୟକୁ ଚାବି କରି ଖାଇସୁଁ ବୋଲେ ପେଟେ ଆମର ହାଇଡ୍ରୋକ୍ଲୋରିକ୍ ଏସିଡ୍ ବା ହାଇଡ୍ରୋକ୍ଲୋରିକ୍ ଏସିଡ୍ ସେଟା ଡାଇଜେଷ୍ଟ କରି ସେଟାকে লিকুইড କରି সেটাকে আমার এনার্জি কনভার্ট করছে। কিন্তু যেন মৃতোপজীবী রহিথিসন ସେମାନେ କରି পেট ভিতরে ସେମାନେ সেটাকে ডাইজেস্ট କରି পারন ସେଥିଲାଗି ସେ ଜିନିଷକେ ମାନେ ବାହାରେ ହିଁ ଡାଇଜେଷ୍ଟ କରବାରେ ଟ୍ରାଏ କରସନ୍। ତ ସେ ସିଷ୍ଟମ୍ ତାକୁ ସେନ୍ତା ବନା ହେଇଛି। ତ ସେମାନଙ୍କର ମାନେ ଶରୀରରୁ ଡାଇଜେଷ୍ଟିଭ୍ ଜୁସ୍ ବା ପାଚକ ରସ ମାନେ ବାହାରି ଥାଏ ଆଉ ଶରୀର ବାହାରେ ହିଁ ଜଟିଳ ଖାଦ୍ୟ ସେମାନେ ବାହାରେ ହିଁ ସେଟାকে ସେଟା କରିଦେଇଥିସନ୍ ସେ ଖାଦ୍ୟ ଉପରେ ପକାଇ ଦେଇଥିସନ୍ ଯେନ୍ଟାକି ଜଟିଳ ଖାଦ୍ୟକୁ ସରଳ ଖାଦ୍ୟରେ ପରିଣତ କରିଥାଏ। ତାପରେ ସେଟା କରିଦେଇଥାଏ ଆଉ ଯେତେବେଳେ ସେଟା ଜଟିଳ ଖାଦ୍ୟରୁ ସରଳ ହେଇଯାଇଥାଏ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥାନ୍ତି। ତାପରେ ଯେତେବେଳେ ହେଇଯାଇବା ଜଟିଳରୁ ସରଳ ହେଇଯିବ ତାପରେ ସେମାନେ ସେ ଖାଦ୍ୟକୁ ଶୋଷଣ କରିନଥାନ୍ତି ମାନେ ପାଣି ପିଲା ଭଳିଆ ଲିକ୍ୱିଡ୍ ଟାଇପ୍ର ପିଇ ନେଇଥାନ୍ତି ଆଉ ଶରୀର ଗଠନରେ ବିନିଯୋଗ କରିଥାନ୍ତି। ମାନେ ତାଙ୍କର ବଡ଼ିରେ ସେଟା କାମ କରିଥାଏ ଯେନ୍ଟାକି ଛତୁ ଜାତୀୟ କବକ ଇଷ୍ଟ ବ୍ୟାକ୍ଟେରିଆ ଆଦି ଜୀବମାନଙ୍କ ଏହି ପୋଷଣ ଦେଖାଯାଏ। ମାନେ ଏକ୍ଜାମ୍ପଲ୍ ହେଉଛି ଆମର ମୃତୋପଜୀବୀ ପୋଷଣର ଯେନ୍ ଥିସି ସେମାନେ ହେଲା ଛତୁ ଜାତୀୟ କବକ ଇଷ୍ଟ ବ୍ୟାକ୍ଟେରିଆ ଏମାନେ এই ପ୍ରକାର ଖାଦ୍ୟ ତାମାନେ ଗ୍ରହଣ କରସନ୍। ଆପଣମାନେ ମନେ ରଖିଥିବେ। ନେକ୍ସଟ ଯିବା 3 নম্বর ଆମେ ଦେଖ 3 নম্বর ଯିମା ଆମେ ପରଜୀବୀ ପୋଷଣ ବା ପାରାସାଇଟିକ୍ ନ୍ୟୁଟ୍ରିସନ୍ସ ହେଲା। 3 নম্বর ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଦ୍ଭିଦ ବା ପ୍ରାଣୀମାନଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟି ସାଧନ କରନ୍ତି ସେମାନଙ୍କୁ ପରଜୀବୀ କୁହାଯାଏ। ଦେଖ ମରିଗଲା ଖାଦ୍ୟ ଖାଇବାଟାକେ ମୃତୋପଜୀବୀ ପୋଷଣ କୁହାଯାଏ। ବାକି ଆମେ ବଞ୍ଚି ଥାଇକରି ବି ଯିଏ ରହିସି ଯେନ୍ଟାକି আমার শরীরে আমি বচিছু কি বাকি আমার শরীরে বহুত প্রকার ব্যাকটেরিয়া মানে গুড ব্যাকটেরিয়া বি অছন আর ব্যাড ব্যাকটেরিয়া বি অছন। গুড ব্যাকটেরিয়া থিলে সেটা আমার শরীরকে কাম দেছি বাকি ব্যাড ব্যাকটেরিয়া হলে আমাকে সেটা ডিজিজ বা রোগ সৃষ্টি করছি। বাকি আমি বচি থাই করি সেটা আমার ভিতরে রয়েছে কিনি সেটা কথা। তো যে জীব মানে জীবন্ত উদ্ভিদ মানে আউ গোটে জিনিস দেখব বহুত গছ ঠানে আউ গোটে গছ রহি যাচ্ছে যেটাকি কিছু গছ ঠানে আমার পিপল বা বড় গছ রহিকি সেটাকে সেটা ঠানে দুই গছ গোটে ঠানে রহিকি অলগা অলগা গছ গোটে ঠানে রহিকি আপনার মানে দেখিথিবে দুই গছ গোটে ঠানে রহিকি বসন সেটা বাকি কিଏ কাহাকে নি মান সেটা কথা। তো বা প্রাণীମାନଙ୍କ শরীর ভিতরে বা বাহারে রহি সেମାନଙ୍କୁ শরীর ভিতরে রহসন যেটাকি আমার বডির ব্যাকটেরিয়া রহসন কিংবা বাহারে রহিকি সেମାନଙ୍କ খাদ্য সংগ্রহ করে নিজ পুষ্টি সাধন করନ୍ତି মানে সেମାନଙ୍କୁ ପାରାସାଇଟ୍ କୁହାଯାଏ। ମାନେ ଯେନ୍ ମାନେ ବଡ଼ି ରହିକରି ମାନେ ଜୀବିତ ବଡ଼ି ରହିକରି ମାନେ ନିଜର ଖାଦ୍ୟ ନିଜେ ମାନେ ସେମାନଙ୍କୁ ଖାଦ୍ୟ ସଂଗ୍ରହ କରସନ୍ ସେମାନଙ୍କୁ ପରଜୀବୀ ପାରାସାଇଟ୍ କୁହାଯାଏ ହେଲା। ପରଜୀବୀ ମାନେ ଭୋଜଦାତା ହୋଷ୍ଟ ବା ଉଦ୍ଭିଦ ବା ପ୍ରାଣୀଙ୍କ ଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରିଥାନ୍ତି ନିଜର ପୁଷ୍ଟି ସାଧନ କରିଥାନ୍ତି। ଦେଖ ହୋଷ୍ଟ ବା ଭୋଜଦାତା ଯାହା ଠାନେ ସେମାନେ ରହିଥିସନ୍ ଆମେ ଯଦି ଖାଇସୁଁ ଆମେ ଯେନ୍ଟା ଖାଇସୁଁ ଆମେ খাই সারা পরে সেটাকে চাবি করে খাইলা পরে পাকস্থলীকে যাই সেটা ডাইজেস্ট করি যেন খাদ্য রয়েছে বাকি আমার ভিতরে যেন সেটা আমার সিস্টম করছি বাকি যেন ব্যাকটেরিয়া মানে টিসন কি যেন পারাসাইট দিছি সেই জিনিসটা আমি সব করে সারা পরে ହିଁ ସେ ଲାଷ୍ଟକେ ମାନେ ଫାଇଦା ଉଠାସି ହେଲା। ସେ ଫାଇଦା ଉଠାବାର ଲୋକ ମାନେ ଇମାନେ ଫାଇଦା ଉଠାସନ୍ ଲୋକ ମାନେ ସେମାନେ କାମ ନାଇଁ କର ହେଲେ ଅଲଗା ଲୋକର କାମ ଯେନ୍ କରିଥିବା ସେଟାକେ ଫାଇଦା ଉଠାସନ୍ ଯେନ୍ଟାକି ଇମାନେ ସେଲ୍ଫିସନ୍ ମାନେ ଫାଇଦା ଉଠାସନ୍ ବୁଝିପାରୁଛ। ଏକ୍ଜାମ୍ପଲ୍ ଦେଉଛି ତାମାନେ ଏହାକୁ ପରଜୀବୀ ପୋଷଣ କୁହାଯାଏ। ଏହାକୁ ପରଜୀବୀ ପୋଷଣ କୁହାଯାଏ ହେଲା। ଭୋଜଦାତାର ଆଶ୍ରୟରେ ରହିଛି ପରଜୀବୀ ମାନେ ସାଧାରଣତଃ ତାହାର ଅନଷ୍ଟ କରିଥାନ୍ତି ହେଲା। ଏମାନେ ଅନଷ୍ଟ କରିଥାନ୍ତି। ଦେଖ ଆମର ପାଖେ ବ୍ୟାକ୍ଟେରିଆ ଯେତେ ଥିସନ୍ ଆସନ୍ ଆମର ଯେନ୍ତାକି ଆମର ମ୍ୟାଲେରିଆ ହେଲା ଯେତେ ରୋଗ ରୋଗ ପୋକ ହେସି କି ଯାହା ବି ହେସି ତ ସେମାନେ ରହିକରି ମାନେ ଆମର ବଡ଼ିରୁ ଆମର ବଡ଼ିକେ ଯେନ୍ଟା ଲାଗବାର କଥା ସେମାନେ ନେଇ ଯାସନ୍ ତ ସେଟା ଆମକୁ ରୋଗ ସୃଷ୍ଟି କରବା କି ନାହିଁ ବାଧ୍ୟ କରବା। ତ ସେମାନେ ମାନେ ରହିକରି ଆମର ପରଜୀବୀ ମାନେ ରହିକରି ସାଧାରଣତଃ ଆମ ମାନେ ଶରୀରର ଅନିଷ୍ଟ କରିଥାନ୍ତି ହେଲା। ମଲାଙ୍ଗ ନିର୍ମୂଲି ରାଫ୍ଲେକ୍ସିଆ ଆଦି ଉଦ୍ଭିଦ ପ୍ଲାସମୋଡ଼ିୟମ୍ ଉକୁଣି ଜୋକ କେତେ କୃମି ପରି ପ୍ରାଣୀ ପରଜୀବୀ ଅଟନ୍ତି। ଦେଖ ଏକ୍ଜାମ୍ପଲ୍ ମାନେ ବାଧ୍ୟ ମନେ ରଖିଥିବ ଏଇଟା
या सब बेले एग्जाम पढ़वार मैक्सिमम चान्स थी मलांग निर्मूरी राफ्लेक्सिया देखो ये मैंने तो जानती प्लस मुड़ी उकुणी बोले आम मुड़े जेन उकुणी हेसी मैंने उकुणी मैंने कार मुड़े उखानी दिवा देखी कार मुड़े उखान कार मुड़े उखान अच्छे जहाँ देखिए भाव तो मैंने केते उखान अच्छी उकुणी अच्छी तारपर जोक जेन आम जोक जेन बड़ी लटकी जेन रक्त पिनेसी से जोक फैसन जेन आम से कृमि मैंने कृमि हेले जेन आम जेन अल्बेंडिजल खाएसन से कृमि मैंने कृमि हेले अल्बेंडिजल खाएसन कि तो सेटा मैंने सब आम बड़ी रही आम उकुणी भी जेन आम ब्लड ब्लड हेटा करसी जोक जब लटकी गला आम शरीर ब्लड नेसी कृमि रही भी आम बड़ी के खराब करसी जेनता आम जैसे ज्वर करबार जैसे बैक्टेरिया जैसे माने आम बड़ी के रोग करवाटा प्रोब्लेम करा लगी जिते भी जिनिस अच्छे से परजीवी पोषण कहुए है परजीवी मैंने परजीवी अटंती मैंने एग्जाम्पल मन रखिदेव केतेक भोजदातार शरीर भितर अंत परजीवी एंडो पारासाइट भाव उदाहरण प्लास्मोडियम और केतेक शरीर बाहर परजीवी जैसे उकुणी मैंने केतेक प्लास्मोडियम राफ्लेक्सिया यहाँ मैंने सब आम बड़ी भितर रहसन उकुणी जोक पर जेन जीव मैंने बाहर रहसन तो बाहर केन मैंने रहसन भितर केन मैंने रहसन आपने एग्जाम्पल मन रखिदेवे जब एग्जाम पढ़वा आपने निहाती उत्तर मैंने आंसर लिखे तारपर आम 4 नंबर पढ़मा मोर सहजीवी पोषण बा सिम्बायोटिक न्यूट्रिशन है बेले बेले दुईटी संपूर्ण भिन्न जातिर प्राणी अथवा उद्भिद प्राणी बा प्राणी अणुजीवी बा उद्भिद अणुजीवी एकाठी बास करुवार देखा जाए देख गोटे गोटे जगार बहुत दुई प्रकार माने बहुत प्रकार मनुष्य मैंने बेले बेले विभिन्न जातिर प्राणी मैंने भी गोटे ठाने बास करसन कि जेनता कुकुड़ा हो छेली मेंढा तापर जंगल जेनता बाघ भालू हरिण संबर सब मिसिक माने समुद्र माने नदी समुद्र जेनता माछ तार कईछ तार कुम्भीर इन सब मिसिक रहसन कि अथवा उद्भिद प्राणी सब मिसिक रहसन उद्भिद मैंने भी गछ बहुत प्रकार गछ गोटे जंगल रही कि अणुजीव मैंने भी गोटे गोटे अणुजीव गोटे जगह थोड़ी रही मैंने बहुत प्रकार रहसन यह सहजीविता सिम्बियोसिस कहुए मैंने गोटे ठाने मिसिक दुई रु अधिक मैंने बहुत बहुटे बहुटे उद्भिद प्राणी बा अणुजीव रहाटाके माने सेटाके सहजीविता सिम्बियोसिस कहुए है एथिरे केही काहारी क्षति करती नहीं बरं सेमानक भितर पोषण आदान प्रदान होता है देख आमर ये जेन आगे पढ़ला आमे आमर आमर देख परजीवी पोषण पारासाइट न्यूट्रिशन आमर से जेन जेन जिनिस रही से आमर बड़ी के सब बेले क्षति पहुँचासी किंतु सहजीवी पोषण जेन मैंने रहसन से आमर बड़ी आमर हो कि जार बड़ी होस्ट बड़ी के से केवल क्षति नहीं पहुँचन से उल्टा साहाଯ୍य करा जेनता आम सब दुईटा फ्रेंड रही गोटे घरे गोटे फैमिली में दुई भाई रही है दुई भाई की दुई भौणी रही दुई जन पैसा कमाले बेले से साहाଯ୍य कला से साहाଯ୍य कला माने आज जब जड़े कमाई आर जन कमाबार आउ जड़े नहीं कमाबार तो जिते जड़े कमाला लोग से साहाଯ୍य कला नेक्स्ट जिते से कमाला से साहाଯ୍य कला हेन्ता तार एग्जाम्पल तार कहला मैंने दुईटा साहाଯ୍य करा चलसन जेन आम फैमिली आम सबके भाई भौणी माँ बाबा समस्ते समस्ते साहाଯ୍य करा चलसुँ सब मिसिक चलसुँ हेन्ता मैंने सबजीवी पोषण सिम्बियोटिक न्यूट्रिशन जेन मैंने सिम्बोसिस मैंने परस्पर के साहाଯ୍य करा चलसुँ एथिरे केही काहारी क्षति करती नहीं बरं सेमानक भितर पोषण आदान प्रदान होता है यह सहजीवी पोषण कहुए उदाहरण स्वरूप आम अंचल सहजीवी भाव रोकवा एस्टेरिया कोलाई।